ଅଭ୍ୟାସ ବଳେ ସର୍ବସିଦ୍ଧି। ଦ୍ୱାପର ଯୁଗର କଥା। ଗୋଟିଏ ବିଳମ୍ବିତ ରାତ୍ରିର ସମୟ। ଅର୍ଜୁନ ରାତ୍ରି ବିଚରଣ କରୁଥାନ୍ତି। ରୋଷଶାଳାରୁ ଅଳ୍ପ ଚାପା ଶବ୍ଦ ଶୁଣାଗଲା। ସେ ଯାଇ ଦେଖନ୍ତି ତ ଭୀମସେନ ସେହି ଅନ୍ଧକାରରେ ବସି ଡବାରୁ ଲଡୁ କାଢି ଖାଉଛନ୍ତି। ଅର୍ଜୁନ ଆଶ୍ଚର୍ଯ୍ୟ ହେଲେ, ଏତେ ଅନ୍ଧକାରରେ ଭୀମସେନ କିପରି ଗୋଟିଏ ବି ଡବା ଏଣେ ତେଣେ ନ କରି କେଉଁ ଦ୍ରବ୍ୟରେ ଧକ୍କା ନ ଖାଇ ଶବ୍ଦରେ ଲଡୁ ଡବାରୁ ଲଡୁ କାଢି ଖାଉଛନ୍ତି? ଆଶ୍ଚର୍ଯ୍ୟ ହୋଇ ଏକଥା ଭାଇଙ୍କୁ ପଚାରିଲେ। ଭୀମସେନ କହିଲେ, ଏହା ଆଜିର ଘଟଣା ନୁହେଁ, ବରଂ ବାଲ୍ୟକାଳରୁ ମୁଁ ଏହା କରି ଆସୁଛି। ମାତା କୁନ୍ତୀଙ୍କ ହାତରୁ ପେଟ ପୂରା ରାତ୍ରି ଭୋଜନ କରିବା ପରେ ମଧ୍ୟ ମୋତେ ଅଳ୍ପ ରାତ୍ରିରେ ଭୋକ ଲାଗିଥାଏ। ଅନ୍ଧକାରରେ ଆସି ମୁଁ ରୋଷଶାଳାରୁ ମାତା କୁନ୍ତୀ ଯାହା ରଖିଥାନ୍ତି ଖାଇଦିଏ। ଏହା ମୋର ଅଭ୍ୟାସ। ଅର୍ଜୁନ ବୁଝିଗଲେ, ଅଭ୍ୟାସ ଦ୍ୱାରା କିଛି ବି ସମ୍ଭବ ହୋଇପାରେ। ଗଭୀର ଅନ୍ଧକାର ବି ଅନ୍ତରାୟ ହୁଏ ନାହିଁ। ଦୃଷ୍ଟି ନିକ୍ଷେପରେ ଏହି ଗଭୀର ତତ୍ତ୍ୱକୁ ନିଜ ଜୀବନରେ ଉପଯୋଗ କଲେ ଏହି ଅଭ୍ୟାସ ବଳରେ ଅନ୍ଧାର ରାତିରେ ଗଛ ଡାଳରେ ବସିଥିବା ପକ୍ଷୀର ଆଖିକୁ ସେ ବିନା ଦେଖିବାରେ ତୀର ମାରି ପାରୁଥିଲେ। ଅଭ୍ୟାସ ଦ୍ୱାରା ତାଙ୍କର ସରଚାଳନାରେ ପାରଦର୍ଶିତା ଲାଭ କରିଥିବା ଦ୍ରୌପଦୀଙ୍କ ସ୍ୱୟଂବର ସଭାରେ ସେ ନିର୍ବିଘ୍ନରେ ଜୟଯୁକ୍ତ ହୋଇଥିଲେ। ସମୟ କେତେବେଳେ ବଦଳି ଯାଇପାରେ, ଭଗବାନଙ୍କୁ ମଧ୍ୟ ଭୋଗିବାକୁ ପଡ଼ିଛି। ନହେଲେ ଭଗବାନ ରାମଚନ୍ଦ୍ର ରାତି ପାହିଲେ ରାଜା ହୋଇଥାନ୍ତେ, ହେଲେ ସକାଳୁ ତାଙ୍କୁ ବନବାସ ଯିବାକୁ ପଡ଼ିଲା। ଆମେ ତ ମଣିଷ ମାତ୍ର। ଜଣେ ଧୋକା ଦେଲା ପରେ ତାକୁ ବାରମ୍ବାର କ୍ଷମା କରିହେବ, କିନ୍ତୁ ବିଶ୍ୱାସ ନୁହେଁ। ଯଥାସମ୍ଭବ କମ୍ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ। ଭବିଷ୍ୟତ ପାଇଁ ଆୟ ଅନୁସାରେ ସଞ୍ଚୟ କରନ୍ତୁ। ନିଜ ମନ ହିଁ ସ୍ୱର୍ଗକୁ ନର୍କ ଓ ନର୍କକୁ ସ୍ୱର୍ଗ କରିପାରେ। ଦାର୍ଶନିକ ଏପିଟେକ୍ସ ମଣିଷ ସମାଜକୁ ସତର୍କ କରାଇ କହିଥିଲେ, ଆମ ଦେହରୁ ଆବୁ ଓ ବଥକୁ ବାହାର କରିଦେବା ଅପେକ୍ଷା ମନ ଭିତରୁ ଖରାପ ଭାବନା ଗୁଡ଼ିକୁ ତଡ଼ି ଦିଆଯିବା ପାଇଁ ଅଧିକ ଯତ୍ନ କରାଯିବା ଉଚିତ। ଯାହା ଘଟି ଯାଇଛି ତା ପାଇଁ ମଣିଷ ଯେତେ ଚିନ୍ତା କରୁନାହିଁ, ଘଟିବାର କାରଣ ପାଇଁ ଅଧିକ ଚିନ୍ତିତ ରହୁଛି। ଘଟିବାର କାରଣ ପାଇଁ ଚିନ୍ତା କରିବା ହେଉଛି ନିଜସ୍ୱ ବିଚାରଧାରା। ଆପଣ ସମସ୍ୟା ଜାଲରେ ଛନ୍ଦି ହୋଇ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିଲେ। ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ନିଜର ମନୋବୃତ୍ତିକୁ ବଦଳାଇ ଦେଇପାରିବେ। ଶୟନେ ସପନେ ଅବା ଜାଗରଣେ ସୁଛ ହେ ଛଦ୍ମବେଶେ, ମନ ଗଗନରେ ଏଇ ପବନରେ ମହକ ତୁମରି ଆସେ। ଖୋଜୁଛି ତୁମକୁ ଏଠି ସେଠି ବୁଲି, ଅଛ ହେ କେଉଁଠି ତୁମେ ଭାବ ବନ୍ଧନରେ ଏମିତି ବାନ୍ଧିଛ। ହଜିଛି ତୁମରି ପ୍ରେମେ। ରାତିରେ ଡେରିରେ ଶୋଉଥିବା ଲୋକ ଏହାକୁ ଜାଣନ୍ତୁ। ରାତିରେ ଡେରିରେ ଶୋଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଯଦି ଆପଣ ରାତିରେ ଡେରିରେ ଶୋଉଛନ୍ତି, କର୍କଟ ରୋଗର ଅଧିକ ଆଶଙ୍କା ଥାଏ। ଏହା ଦ୍ୱାରା ମଧୁମେହର ଆଶଙ୍କା ମଧ୍ୟ ହୋଇପାରେ। ରାତିରେ ଡେରିରେ ଶୋଇବା ଦ୍ୱାରା ସମସ୍ୟାର ଆଶଙ୍କା ଦେଖାଦିଏ। ରାତିରେ ଡେରିରେ ଶୋଇଲେ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ। ରାତିରେ ଡେରିରେ ଶୋଇଲେ ଚିଡ଼ଚିଡ଼ା ମାନସିକ ଅବସାଦ ଦେଖାଦିଏ। ଏହା ଦ୍ୱାରା ପାଚନ ପ୍ରଣାଳୀ କ୍ଷତିଗ୍ରସ୍ତ ହୁଏ ଏବଂ ମୃତ୍ୟୁ ମଧ୍ୟ ଶୀଘ୍ର ଆସେ। ବାହାଘର ଡେରିରେ କରନ୍ତୁ ପଛେ, କିନ୍ତୁ ଗୋଟେ ଭଲ ମଣିଷ ସାଥିରେ କରନ୍ତୁ। ମନେ ରଖନ୍ତୁ, ଭଲ ପାଇବା ଯେତେ ଅଧିକ ହେଉନା କାହିଁକି କିଛି ସମୟରେ କମି ଯାଇଥାଏ, କିନ୍ତୁ ଉତ୍ତମ ବୁଝାମଣା ଯଦି ଥିବ ତେବେ ଆପଣ
ଶାନ୍ତିରେ ଜୀବନ ବିତାଇ ପାରିବେ। ଚେଷ୍ଟା କରନ୍ତୁ ଯାହାକୁ ଆପଣ ଭଲ ପାଉଛନ୍ତି ତାକୁ ବାହା ହେବା ଅପେକ୍ଷା ଆପଣଙ୍କୁ ଯିଏ ଭଲ ପାଉଛି ତାକୁ ବାହା ହୋଇ ଖୁସିରେ ରୁହନ୍ତୁ। ଅଜବ ଚିନ୍ତାଧାରା। ଜ୍ୱାଇଁ ଯଦି ଝିଅର ଭଲ ଯତ୍ନ ନିଏ, ଝିଅର ବାପା କୁହନ୍ତି କି ମୋ ଝିଅଟି ଭାଗ୍ୟ କରିଛି, ମୋ ଜ୍ୱାଇଁ ତ ନୁହେଁ ଖଣ୍ଡେ ହୀରା। ଆଉ ଅନ୍ୟପଟେ ଯଦି ବୋହୂର ଯତ୍ନ ନିଏ, ଘର ଲୋକ କୁହନ୍ତି ପୁଅ ଆମକୁ ଆଉ ପଚାରୁନି, ବଡ଼ ହୋଇଗଲାଣି, ମାଇପ ବୋଲା ହେଇଗଲାଣି। ଅଜବ ଚିନ୍ତାଧାରା ଏଇ ମଣିଷର। ଆମେ ଯେବେ ଜୀବନରେ କଠୋର ସମୟରେ ଜୀବନ ନିର୍ବାହ କରୁଥାଉ, ମନରେ ଏତିକି ଭାବନା ନିହାତି ଆସେ, ଭଗବାନ କ'ଣ ମୋର ଦୁଃଖ ଆଉ କଷ୍ଟ ଦେଖି ପାରୁନାହାନ୍ତି କି? ମୋର ଦୁଃଖକୁ କମ୍ କରୁନାହାନ୍ତି କାହିଁକି? ଆଉ କେତେ ପରୀକ୍ଷା ନେବେ? ଆମେ ମଣିଷ ଭୁଲି ଯାଉ ଯେ ପରୀକ୍ଷା ଚାଲିଥାଏ। ଶିକ୍ଷକ ବି ଚୁପ୍ ରହି ଆମର ସବୁ କାମ ଦେଖିଥାନ୍ତି। ବେଲପତ୍ର ଶିବଙ୍କ ଉପରେ କ'ଣ ପାଇଁ ଚଢ଼ାଯାଏ? ଥରେ ମାତା ପାର୍ବତୀଙ୍କର ବୁନ୍ଦା ମନ୍ଦାରାଚଳ ପର୍ବତରେ ପଡ଼ିଗଲା। ସେଇଥିରୁ ବେଲ ଗଛର ଉତ୍ପତ୍ତି ହୋଇଥିଲା। ମାନ୍ୟତା ଅଛି କି ଏଠାରେ ମାତାଙ୍କର ସବୁ ରୂପ ବାସ କରନ୍ତି। ବେଲପତ୍ର ମାତା ପାର୍ବତୀଙ୍କର ପ୍ରତିବିମ୍ବ ହୋଇଥିବା କାରଣ ହେତୁ ଏହାକୁ ମହାଦେବଙ୍କ ଉପରେ ଚଢ଼ାଯାଏ। ବେଲପତ୍ର ଚଢ଼ାଇବା ଦ୍ୱାରା ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କର ମନସ୍କାମନା ପୂରଣ ହୋଇଥାଏ। ଚାରି ଯୁଗ ମଧ୍ୟରେ ଅନ୍ତର। ସତ୍ୟଯୁଗ ଦେବତା ଓ ଦାନବ ଅଲଗା ଅଲଗା ରହୁଥିଲେ। ତ୍ରେତୟା ଯୁଗ ଦେବତା ଓ ଦାନବ ଗୋଟିଏ ଲୋକରେ ରହୁଥିଲେ, ଏମିତି ରାମ ଓ ରାବଣ। ଦ୍ୱାପର ଯୁଗ ଦେବତା ଓ ଦାନବ ଗୋଟିଏ ପରିବାରରେ ରହୁଥିଲେ, ଏମିତି ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ। କଳିଯୁଗ ଦେବତା ଓ ଦାନବ ଏବେ ଗୋଟିଏ ଶରୀର ମଧ୍ୟରେ ଅଛନ୍ତି। ଧନୀ ଗରିବ ଚିନ୍ତାଧାରା କେବେ ବଦଳିବ ଆଜ୍ଞା? ରୋଜଗାର କମ୍ ହେଉ କି ଅଧିକ, ଜୀବନ ସମସ୍ତଙ୍କ ପାଇଁ ସମାନ। ସାଇକେଲ ହେଉ କି BMW କାର୍, ରାସ୍ତା ସମସ୍ତଙ୍କ ପାଇଁ ସମାନ। ଖାଦ୍ୟ ଯେତେ ଟଙ୍କାର ବି ହେଉ, ପେଟ ପୂରିବା ସଭିଙ୍କ ପାଇଁ ସମାନ। ଘଣ୍ଟା ସାଧାରଣ ହେଉ କି ହୀରା ଲଗା, ସମୟ ସମସ୍ତଙ୍କୁ ଦେଖାଏ ସମାନ। ଗରିବ ହେଉ ବା କୋଟିପତି, ଶ୍ମଶାନ ସମସ୍ତଙ୍କ ପାଇଁ ସମାନ। ଜୟ ଶ୍ରୀ ଜଗନ୍ନାଥ।